ପାଞ୍ଚ ମାସ ଯେମିତି ପୁରିଲା କି ନ ପୁରିଲା ଆମେ ଭାବିଲୁ କି ନିନିର ଅନ୍ନ ଛୁଆଁଟା କରିଦେବା 6 ମାସକୁ ପାଦ ବଢ଼େଇବା ନାହିଁ କାହିଁକି ନା ଆମର ପୌଷ ମାସ ଆଗକୁ ପଳେଇ ଆସୁଛି ତାପରେ ମାଘ ମା କହିଲେ ପୌଷରେ ଖୁଏଇବା ନାହିଁ ଆଉ ମାଘରେ ଯଦି ଖୁଏଇବା ତାହେଲେ ବାଘ ପରିକା ଖାଇଦେବ ତ ତା ଆଗରୁ ଆମେ କରିଦେବା ଭାବିକି ତାର ଅନ୍ନ ପ୍ରସାଦଟା କରିଦେଲୁ। ତ ଆମେ ଦେଖନ୍ତୁ ମଝି ବାରେ କେମିତି ପୂଜା ପାଠ ଚାଲିଛି ନିନିର ପୂଜା ପାଠ କେତେ ସୁନ୍ଦରିଆ ହେଇଥିଲା ଆଉ ସମସ୍ତେ ଆମର ବହୁତ ଭଗବାନଙ୍କୁ ପ୍ରାର୍ଥନା କଲୁ ଯେ ଆମର ଛୁଆ କେମିତି ଭଲେ ଭଲେ ଖାଇ ପିଇକି ପୁରା ଯେମିତି ସୁସ୍ଥ ସବଳ ରହୁ ଏଇସବୁ ପ୍ରାର୍ଥନା କରିକିରି ଆମେ ପୂଜା ସବୁ ଆରମ୍ଭ କଲୁ ଆଉ ଶେଷ ମଧ୍ୟ କରିଦେଲୁ। ଆଜି ଖାଲି ଟିକେ ଚଟେଇ ଦେଇଥିବୁ ତାକୁ 6 ମାସ ପୁରିଲା ପରେ ହିଁ ତାକୁ ଆମେ ଖାଦ୍ୟ ଖାଇବା ପାଇଁ ଦେବୁ। ଏଇନା ନହେଲେ କହିବେ ସମସ୍ତେ ଯେ ନାଇଁ ଡକ୍ଟର ଏଇଟା କହିଛନ୍ତି ସେଇଟା କହୁଛି ଆମକୁ ବି ଜଣା ଭାଇ ସାହେବ ତ ଆମେ ଖାଲି କର୍ତ୍ତବ୍ୟ ଏଇଟା ଯେ ଟିକେ ଚଟେଇ ଦେଇଥିବା ତାପରେ ପରେ କରିବା ବୋଲିକି ଭାବିକି ଆମେ ଟିକେ ପୂଜା ପାଠ କରିଦେଉଛୁ ଆଉ। ତ ତାର ମାଇଁ ଦେଖିପାରିବେ କେତେ ସୁନ୍ଦର ବସିକି ତାକୁ ପୁରା ଖୁଏଇ ଦେଲେ ଆମେ ସମସ୍ତେ ଟିକେ ଟିକେ ଚଟେଇ ଦେଲୁ ଆଉ ଏଇପରି ଥିଲା ତାର ଆଜି ଅନ୍ନପ୍ରସାଦ। ତ ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ଆଉ ଭିଡ଼ିଓ ବନେଇତେ ବହୁତ କଷ୍ଟ ହେଉଛି କାହିଁକିନା ଥଣ୍ଡା ଦିନ ଜଲ୍ଦି ଜଲ୍ଦି ଦିନ ପଳାଉଛି ଆଡ଼େ ଛୁଆ ପେଁ ପାଁ ରେଁରା ଏଇସବୁରେ ଟିକେ ଭିଡ଼ିଓ ଲେଟ୍ ହେଇଯାଉଛି ତ କ୍ଷମା କରିବେ। ତ ଆପଣମାନେ ଯଦି ଏମିତି ମୋତେ ଭଲ ପାଇବା ଦେଉଥିବେ ତ ମୁଁ ନିହାତି ଭିଡ଼ିଓ ଟିକେ ଲେଟ୍ ହଉ ପଛେ ଆଣିବି ଆଉ ଏମିତି ମୋତେ ଭଲ ପାଇବା ଦେଉଥାନ୍ତୁ ଲେଟ୍ ହଉ ପଛେ ମୁଁ ଭିଡ଼ିଓ ନେଇକି ଆସିବି। ତ ଆଜି ପାଇଁ ରହିଲି ଜୟ ଜଗନ୍ନାଥ ଜୟ ଶ୍ରୀରାମ ବାଏ ବାଏ।